ଖ୍ରୀଷ୍ଟଙ୍କ ଜଗରେ ମୋର ପ୍ରିୟର ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ। ଆଜି ଆମେ ଲୁକ୍ ଲିଖିତ ସୁସମାଚାର 19 ଅଧ୍ୟାୟର 1ରୁ 10 ପଦକୁ ଆମେ ଅନୁଧ୍ୟାନ କରିବା ଏବଂ ଏହି ସୁସମାଚାର ମାଧ୍ୟମରେ ପ୍ରଭୁ ଆମ ସମସ୍ତଙ୍କୁ କଣ ଶିକ୍ଷା ଦେବା ପାଇଁ ଚାହୁଁଛନ୍ତି ତାହା ବୁଝିବା ପାଇଁ ଚେଷ୍ଟା କରିବା। ଆମେ ଏହି ସୁସମାଚାର ଶୁଣିଲୁ, ଆମକୁ ଏହା ଶିକ୍ଷା ଦିଆଯାଉଛି ଯେ ସେ ଜାକିଉସଙ୍କ ବିଷୟରେ, ଯେଉଁ ବ୍ୟକ୍ତି ଜଣେ ପ୍ରଧାନ କରଗ୍ରାହୀ ଥିଲେ ଏବଂ ଜଣେ ଧନୀ ବ୍ୟକ୍ତି ଥିଲେ, ତଥାପି ସମାଜ ତାକୁ ଜଣେ ପାପୀ ବୋଲି ଡାକୁଥିଲେ ଏବଂ ସମାଜର ଲୋକମାନେ ତାକୁ ଘୃଣା କରୁଥିଲେ, ଯାହା ଫଳରେ ତାଙ୍କ ପାଖରେ ଅନେକ ଧନ ସମ୍ପତ୍ତି ରହି ସୁଦ୍ଧା ସେ ଖୁସିରେ ରହିପାରୁନଥିଲେ। ଦିନେ ସେ ଶୁଣିବାକୁ ପାଉଛନ୍ତି ଯେ ସେହି ରାସ୍ତା ଦେଇ ଯୀଶୁଖ୍ରୀଷ୍ଟ ଯିବେ। ସେହି ସମୟରେ ସେହି କରଗ୍ରାହୀ, ସେହି ପାପୀ ବ୍ୟକ୍ତି ନିଜ ହୃଦୟରେ ଗୋଟିଏ ଭଲ ଚିନ୍ତା ଆଣୁଛନ୍ତି। ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କୁ ଦେଖିବାର ଗୋଟିଏ ଇଚ୍ଛା ଆଣୁଛନ୍ତି, ଯେଉଁ ଇଚ୍ଛା ତାଙ୍କର ଜୀବନ ପରିବର୍ତ୍ତନ କରିବାରେ ସାହାଯ୍ୟ କରୁଅଛି ଏବଂ ସେ ପ୍ରଭୁଙ୍କୁ ଦେଖିବା ପାଇଁ ଚାହିଁଲେ। ତାହା ଫଳରେ ସେ ସମସ୍ତ ଜନତା ମାନଙ୍କ ଆଗକୁ ଯାଇ ଗୋଟେ ସିକାମାର ଗଛ ଉପରେ ସେ ଚଢୁଛନ୍ତି ଏବଂ ଯୀଶୁଙ୍କୁ ଦେଖିବା ପାଇଁ ସେ ଚାହୁଁଛନ୍ତି, କାରଣ ସେ ଜଣେ ବାଙ୍ଗରା ଥିଲେ। ସମସ୍ତ ଗହଳି ମାନଙ୍କ ମଧ୍ୟରେ, ସମସ୍ତ ଜନତା ମାନଙ୍କ ମଧ୍ୟରେ ସେ ପ୍ରଭୁଙ୍କୁ ଦେଖି ପାରିନଥାନ୍ତେ। ତେଣୁକରି ତାଙ୍କ ହୃଦୟର ସେହି ଇଚ୍ଛା ତାଙ୍କୁ ସମସ୍ତ ଲୋକମାନଙ୍କୁ ଆଗକୁ ନେଇ ସେ ଗଛ ଚଢିବା ପାଇଁ ବାଧ୍ୟ କରିଥିଲା, ଯାହା ଫଳରେ ସେ ଗଛରେ ଚଢି ସେ ପ୍ରଭୁଙ୍କର ଅପେକ୍ଷା କରିଥିଲେ। ତାଙ୍କର ସେହି ଇଚ୍ଛାକୁ ଦେଖି ପ୍ରଭୁ ଯେତେବେଳେ ସେହି ରାସ୍ତା ଦେଇ ଯାଉଛନ୍ତି, ସେହି ସ୍ଥାନରେ ପହଞ୍ଚିଲା ପରେ ପ୍ରଭୁ ଜାଣିପାରୁଛନ୍ତି ସେହି ବ୍ୟକ୍ତିଙ୍କର ହୃଦୟର କଥା ଏବଂ ପ୍ରଭୁ ତାଙ୍କୁ କହୁଛନ୍ତି, ତାଙ୍କୁ ନାମ ଧରି ଡାକୁଛନ୍ତି, ଶୀଘ୍ର ତଳକୁ ଓହ୍ଲାଇ ଆସ ବୋଲି କହୁଛନ୍ତି ଏବଂ ପ୍ରଭୁ କହୁଛନ୍ତି ଯେ ଆଜି ମୁଁ ତମ ଘରେ ବିଶ୍ରାମ ନେବି। ମୋର ଭାଇ ଭଉଣୀମାନେ, ସେହି ପାପୀ ବ୍ୟକ୍ତିଙ୍କର ସେହି ଗୋଟିଏ ଛୋଟିଆ ଇଚ୍ଛା, ପ୍ରଭୁଙ୍କୁ ଦେଖିବାର ଇଚ୍ଛା କିଭଳି ଭାବରେ ତାର ଜୀବନ ପରିବର୍ତ୍ତନ କରୁଅଛି ତାହା ଆମେ ଜାଣିପାରୁଅଛୁ। ସେହି ଇଚ୍ଛା କିଭଳି ଭାବରେ ପ୍ରଭୁଙ୍କୁ ତାଙ୍କ ଗୃହକୁ ନେଇ ପାରୁଛି ତାହା ଆମେ ବୁଝିପାରୁଅଛୁ। ଯେତେବେଳେ ପ୍ରଭୁ କହୁଛନ୍ତି ଆଜି ମୁଁ ତୁମ ଗୃହରେ ବିଶ୍ରାମ ନେବି, ସେହି ମୁହୂର୍ତ୍ତରେ ସେହି ପାପୀ ବ୍ୟକ୍ତିଙ୍କର ଜୀବନ ପରିବର୍ତ୍ତନ ହେଉଅଛି ଏବଂ ସେହି ପାପୀ ବ୍ୟକ୍ତି କହୁଛନ୍ତି ତାଙ୍କର ଧନ ସମ୍ପତ୍ତିକୁ ସେ ଗରିବ ମାନଙ୍କୁ ସେ ଦାନ କରିବେ ଏବଂ ଯାହାଙ୍କ ଠାରୁ ସେ ଅନ୍ୟାୟ କରି ଆଣିଛନ୍ତି ତାଙ୍କୁ ସେ 4 ଗୁଣ ଫେରସ୍ତ କରିବେ। ଦେଖନ୍ତୁ ମୋର ପ୍ରିୟର ଭାଇ ଭଉଣୀମାନେ, ଆମେମାନେ ମଧ୍ୟ ଏହି ଧରାପୃଷ୍ଠରେ ଥିବା ସମୟରେ ଆମେ ଅନେକ କାର୍ଯ୍ୟରେ ବ୍ୟସ୍ତ ରହିଥାଉ, ଅନେକ ମନ୍ଦ କାର୍ଯ୍ୟ କରିଥାଉ, ଯାହା ଫଳରେ ଅନେକ ଲୋକମାନଙ୍କ ଦ୍ୱାରା ଘୃଣିତ ହୋଇଥାଉ। ସେହି ସମୟରେ ଆମେ ବେଳେ ବେଳେ ଭାବିଥାଉ ଆମେ ପ୍ରଭୁଙ୍କ ଠାରୁ ବହୁତ ଦୂରକୁ ଚାଲି ଯାଉଛୁ, ପ୍ରଭୁ ବୋଧେ ମୋର ଏହି କାର୍ଯ୍ୟ ପାଇଁ ମୋତେ ଆଉ କେବେ କ୍ଷମା କରିବେ ନାହିଁ। କିନ୍ତୁ ପ୍ରଭୁ ଏହି ସୁସମାଚାର ମାଧ୍ୟମରେ ବା ଜାକିଉସଙ୍କ ମାଧ୍ୟମରେ ଆମ ସମସ୍ତଙ୍କୁ ଶିକ୍ଷା ଦେଉଛନ୍ତି ଯେ ଆମେ ଯେତେ ବଡ଼ ଭୁଲ କାମ କରିଥିଲେ ମଧ୍ୟ, ଯାହା ପାପ କରିଥିଲେ ମଧ୍ୟ, ଯେତେବେଳେ ଆମେ ଅନୁତାପ କରି ସେ ପ୍ରଭୁଙ୍କୁ ଆମେ ଖୋଜୁ ବା ପ୍ରଭୁଙ୍କୁ ସାକ୍ଷାତ କରିବା ପାଇଁ ଆମେ ଚାହୁଁ, ସେହି ସମୟରେ ଆମର ସକଳ ପାପ କ୍ଷମା ହୋଇଥାଏ। ଯେତେବେଳେ ଜାକିଉସ୍ ତାଙ୍କର ମନ ପରିବର୍ତ୍ତନ କରି ପଶ୍ଚାତାପ କରୁଛନ୍ତି, ସେହି ସମୟରେ ପ୍ରଭୁ କହୁଛନ୍ତି ଆଜି ଏହି ଗୃହକୁ ପରିତ୍ରାଣ ଆସିଅଛି। ମୋର ପ୍ରିୟର ଭାଇ ଭଉଣୀମାନେ, ଆମେ ସମସ୍ତେ ନିଜ ନିଜ ବିବେକକୁ ଆମେ ପରୀକ୍ଷା କରିବା। ଆମେ କଣ ସେହି ପ୍ରଭୁଙ୍କୁ ଦେଖିବାର ଇଚ୍ଛା ଆମ ହୃଦୟରେ ଆଣିଅଛୁ କି? ସେ ପ୍ରଭୁଙ୍କର ପାଖକୁ ଯିବାର ଇଚ୍ଛା ଆମ ହୃଦୟରେ ଆଣିଅଛୁ କି? ଯେମିତିକି ସେହି ବ୍ୟକ୍ତି ପ୍ରଭୁଙ୍କୁ ଦେଖିବା ନିମନ୍ତେ ସମସ୍ତ ଜନତାଙ୍କ ଠାରୁ ଦୂରକୁ ଯାଇ ସେ ଗଛ ଚଢିଲେ, ତଦ୍ରୂପ ଆମେ କଣ ପ୍ରଭୁଙ୍କୁ ସାକ୍ଷାତ କରିବା ନିମନ୍ତେ ସମସ୍ତଙ୍କ ଠାରୁ ଆଗରେ ଆମେ ପ୍ରଭୁଙ୍କର ଦେବାଳୟକୁ ବା ଚର୍ଚ୍ଚକୁ ଆସି ଆମେ ପ୍ରାର୍ଥନା କରୁଅଛୁ କି? ଯଦି ଆମେ ସେଇଭଳି ଜୀବନଯାପନ କରୁନାହୁଁ, ଯଦି ଆମେ ଭାବୁଅଛୁ ଯେ ମୁଁ ବହୁତ ପାପ କାମ କରିଛି, ପ୍ରଭୁ ମୋତେ କ୍ଷମା ଦେବେ ନାହିଁ, ଆଜିର ଏହି ସୁସମାଚାରରୁ ଆମେ ଶିକ୍ଷା ପାଇବା କିଭଳି ଭାବରେ ଆମେ ଯେତେ ଭୁଲ କରିଥିଲେ ମଧ୍ୟ ଯଦି ଆମ ହୃଦୟରେ ଆମେ ତାର ପଶ୍ଚାତାପ ଆଣୁଅଛୁ, ପ୍ରଭୁ ଆମର ଭୁଲକୁ କ୍ଷମା ଦେଇଥାନ୍ତି। ଦିନେ ଜଣେ ଯାଜକ ଗୋଟିଏ ବନ୍ଦୀଶାଳାକୁ ଯାଉଛନ୍ତି ବା ଗୋଟେ ଜେଲକୁ ଯାଉଛନ୍ତି ଏବଂ ସେଠାରେ ଜଣେ ବ୍ୟକ୍ତିକୁ ସେ ସାକ୍ଷାତ କରୁଛନ୍ତି। ସେହି ବ୍ୟକ୍ତି ଦୁଃଖିତ ହୋଇ କହୁଛନ୍ତି ଯାଜକଙ୍କୁ, ଆଉ ଫାଦର
जो प्रकार कार्य करेछि जो प्रकार भूल काम करूछि से समस्त कार्य पाए बोधे प्रभु मते केबे भी क्षमा देबे नाही। सेही समय रे सेही जाजक से व्यक्ति को सम्मुख रे एही सुसमाचार अध्ययन करिले लूक 19 अध्याय रो जेतेबेले जाकियुस को विषय रे अध्ययन करी सेही व्यक्ति को सुनाइले सेही व्यक्ति कहउछंती जदि प्रभु जाकियुस रो दोष को से क्षमा करि पारिले एवं ताको घर को परित्राण आनि पारिले से प्रभु निश्चित भाव रे मते क्षमा करिवे। सेही समय सेही व्यक्ति मध्य परिवर्तन होउछंती एवं प्रभु ठारे विश्वास करूछंती प्रभु ठारे प्रार्थना करूछंती एवं से बंदीशाला थिबा व्यक्ति मान को पाखु जाई से सांत्वना दउछंती। मोर प्रिय भाई भणी माने आम जीवन रे अनेक बाधा विघ्न आसीबो अनेक दुख कष्ट आसीबो से दुख कष्ट बा से बाधा विघ्न को देखि जदि हम प्रभु को भूली जिबा ताहले केबे भी आम गृह को बा आम जीवन को परित्राण आसीबो नाही। तेणुकर आज सुसमाचार माध्यम प्रभु आमको यह शिक्षा दौरान जे आम पापी हेले सुधा प्रभु को भेटिया साक्षात करने जदि मन परिवर्तन करूछु से प्रभु निश्चित भाव में आम समस्त को आपणाइबे। आम जीवन में जेकोसी प्रतिबंधक अच्छी से प्रतिबंधक को दूर करके आम प्रभु को साक्षात करने निमंते आसबार आवश्यक अच्छी कारण से प्रभु आम समस्त नाम जानते जदि जो समय आम मन परिवर्तन करवा से आमको नाम धरी डाकिबे जेमिति कि जाकियुस को नाम धरी डाकुचंती कारण जाकियुस को से केबे पूर्व देखि नथिले तथापि प्रभु जेतेबेले से व्यक्ति अनुताप करूचंती तांकर नाम धरी डाकुचंती सेही भली जदि आमे माने मध्ये अनुताप करबा प्रभु को साक्षात करबा इच्छा करबा सेही प्रभु आम समस्त नाम धरी मध्ये डाकिबे। कारण जेतेबेले आमे पढिबा जिसाय 43 अध्याय 1 पदरे मु मात्र गर्भर थिबा समयरो मु तुमर नाम धरि तुमको डाकी अछि प्रभु कहउछथि जे आमे जेतेबेले मात्र गर्भर थिलु सेही समयरो से प्रभु हमर नाम धरि डाकी छंती। तेणु करे आसन तुमर प्रिय भाई भणी माने आमे समस्त प्रभु ठारे विश्वास करिबा एवं प्रभु को आमे साक्षात करिया पई इच्छा प्रकाश करिबा एवं प्रभु को ठारो आमे अनुग्रह पाइया पई आमे प्रस्तुत हेबा। जदि कोनसे प्रतिबंधक हमको बाधा दउ अछि से प्रतिबंधक को आमे हमर हृदय काढ़ी फोपाड़ी दे आमे से इच्छा को हमर हृदय अपनाइबा से जो इच्छा हमको प्रभु के पाखरे पहुंचेबा निमंते सहायता करिवे। दयामय प्रभु हम समस्त को आशीर्वाद प्रदान करंतु आमेन।